ଯେ ଦଳ ବିଜୁ ଜନତା ଦଳ ଭଦ୍ରକରେ ମଜବୁତ ଅଛି ଏବଂ ଆମେ ଆହୁରି ମଜବୁତ କେମିତି କରିବା ସେଇଟା ହେଉଛି ଆମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଆପଣ ଜାଣିଥିବେ, ଅନୁଭବ ବି କରିଥିବେ, ନବୀନ ବାବୁ ମାନ୍ୟବର ଦଳର ସଭାପତି ସେ ଆମକୁ ଗାନ୍ଧୀ ଜୟନ୍ତୀଠୁ ଆରମ୍ଭ କରି ଡିସେମ୍ବର 9 ପର୍ଯ୍ୟନ୍ତ ଗୋଟେ ପଦଯାତ୍ରା ପ୍ରୋଗ୍ରାମ ଆମକୁ କହିଥିଲେ କରିବା ପାଇଁ। ଆମେ ପ୍ରାୟ 5ରୁ ଊର୍ଦ୍ଧ୍ୱ ଜାଗାରେ ସଫଳତା ସହିତ ତାକୁ କରିଛୁ ଏବଂ ସେଥିରେ ଅନେକ ଭାବୁଥିଲେ ଯେ ପୁରୁଣା ବଜାର ହେଇପାରିବ ନାହିଁ, କାରଣ ମାଇନରିଟି କମ୍ୟୁନିଟି ଯେ ବିଜେଡି ସହିତ ରହୁନାହାନ୍ତି। କିନ୍ତୁ ସେଠି ଏଭଳି ସଫଳତା ହେଲା ଯେ ପୂର୍ବରୁ ମଧ୍ୟ କେବେ ଏତେ ସଂଖ୍ୟକ ମହିଳା ମାଇନରିଟି କେବେ ଯୋଗ ଦେଇ ନଥିଲେ। ସଭା ମଧ୍ୟ ସଫଳ ହେଲା। ଯେତେବେଳେ ନବୀନ ବାବୁ ଯେଉଁ ଡାକରା ଦେଇଛନ୍ତି, ଭଦ୍ରକ ବିଜୁ ଜନତା ଦଳ ସବୁବେଳେ ସେ ସୌମ୍ୟଶ୍ରୀ ହତ୍ୟାକାଣ୍ଡ ହଉ, ମୃତ୍ୟୁ ଘଟଣା ହଉ କି ରାଜ୍ୟର ଯେଉଁ ସମସ୍ୟା ହଉ, ଆମେ ସେତେବେଳେ ନବୀନ ବାବୁଙ୍କ ନିର୍ଦ୍ଦେଶରେ ସେ ଆରଡିସି ଅଫିସ ଘେରାଉ କରିବା ଏବଂ ସେକ୍ରେଟେରିଏଟ ଅଫିସ ଘେରାଉ କରିବା, ସେ କାର୍ଯ୍ୟକ୍ରମ ଚାଲିଛି। ଏଠୁ ପ୍ରମାଣ ହେଉଛି ଯେ ଦଳ ସକ୍ରିୟ ନଥିଲେ ଏଭଳି କାର୍ଯ୍ୟକ୍ରମ କେବେ ହୁଅନ୍ତା ନାହିଁ। ତାପରେ ଆପଣ ନିଜେ ଦେଖୁଥିବେ, ମ୍ୟୁନିସିପାଲିଟି ଚେୟାରମ୍ୟାନ ସେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ରାତି 9 ପର୍ଯ୍ୟନ୍ତ ମଧ୍ୟ ସେ ଦିନସାରା ୱାର୍ଡ ବୁଲୁଛି, ରାତିରେ ମଧ୍ୟ ଲୋକଙ୍କ ସମସ୍ୟା ବୁଝୁଛି। ମୋ ଜାଣିବାରେ ତା ବିରୁଦ୍ଧରେ କୌଣସି ଅଭିଯୋଗ କିଛି ଥିଲା ବୋଲି ଜଣାପଡ଼ୁନାହିଁ ଏବଂ ଆମେ ଆଶା କରୁଛୁ ଯେ ମ୍ୟୁନିସିପାଲିଟିଟା ଯେଉଁ ସ୍ଥିତିରେ ଅଛି, ଆମେ ଯଦି ସେଇ ସ୍ଥିତିଟାକୁ ପଞ୍ଚାୟତ କରିଦେଇପାରିବୁ ତାହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ସାଂଗଠନିକ ଶକ୍ତି ବୃଦ୍ଧି ହେଇପାରିବ। ଆମର ଯୋଉ ଡକା ହେଇଥିଲା ମିଟିଂ, ଆଜିକା ମିଟିଂର କେତେ ପଞ୍ଚାୟତ ଯୋଗ ଦେଇଥିଲେ ଏବଂ କ'ଣ କ'ଣ ହେଲା ଆପଣ ଶୁଣନ୍ତୁ। ଆମେ ତ ଡାକିଲା ବେଳେ ସମସ୍ତଙ୍କୁ ଡାକୁଛୁ ଏବଂ ଆପଣ ଜାଣିଥିବେ ମଧ୍ୟ ଆଜି ଆମ ପାଇଁ ଗୋଟେ ଅଖାଡ଼ୁଆ ଦିନ ହେଇଗଲା। କାହିଁକି ନା ନିରାକାର ବାବୁ ଯିଏକି ଜଣେ ବିଶିଷ୍ଟ ଆଡଭୋକେଟ୍ ଏବଂ ଆମ ଅଞ୍ଚଳ ଜଣେ ପ୍ରତିନିଧି ନେତା, ତାଙ୍କର ମଧ୍ୟ ବି ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକ ପଡ଼ିଲା। ଆମର ମିଟିଂ ଯେଉଁ ସମୟ ରହୁଛି ତାଙ୍କର ମଧ୍ୟ କାର୍ଯ୍ୟକ୍ରମ ସେହି ସମୟ ରହିଲା ଏବଂ ସେଥିରେ ମଧ୍ୟ ମୁଁ ମଧ୍ୟ ଜଣେ ସଭାପତି ମଧ୍ୟ ଥିଲି। ତେଣୁ କିଛି ଲୋକ ସେଠିକି ମଧ୍ୟ ଚାଲିଗଲେ। ତାପରେ ଏଠିକି ମଧ୍ୟ ମୁଁ କହି ରଖେ, ଆମର ମଧ୍ୟ ବି କେତେକ ସରପଞ୍ଚ ସମିତିଙ୍କର ମଧ୍ୟ ବ୍ୟକ୍ତିଗତ ଅସୁବିଧା ଅର୍ଥ କାହାର ମା ମରିଯାଇଛି, କାହାର ବାପା ମରିଯାଇଛନ୍ତି, ତେଣୁକରି ସେମାନେ ଆଗରୁ କହିଥିଲେ ଯେ ଆମେ ଆସିପାରୁ ନାହୁଁ। ତାପରେ କିଛି ଯେଉଁମାନେ ସେଠି ଯାଇଥିଲେ ସେ ସଭାକୁ, ସେମାନେ ମଧ୍ୟ ଆଗରୁ ଚାଲି ଆସି ଏଠି ପହଞ୍ଚିକି ଅଧଘଣ୍ଟା ଅପେକ୍ଷା କଲା ପରେ କହିଲେ ଆମ ଦସ୍ତଖତ ନେଇଯାଆନ୍ତୁ, ଆଉ ଯାହା ନିଷ୍ପତ୍ତି ହେବ ଆମେ ମାନିବା ପାଇଁ ବାଧ୍ୟ। ମୋଟ ଉପରେ ମେଜରିଟି ଆମର ସରପଞ୍ଚ ଆଉ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ମେମ୍ବର ସେମାନେ ବିଜେଡି ସହିତ ଅଛନ୍ତି। ଆପଣ ଶୁଣନ୍ତୁ, ଆପଣ ଯେଉଁ କହିଲେ ସିଏ ଯିବା, ଆମେ ନ ଯାଆନ୍ତୁ, ଆମେ ସବୁବେଳେ ଉଦ୍ୟମ କରିଛୁ, କିନ୍ତୁ ସିଏ ଯେତେବେଳେ ନିଷ୍ପତ୍ତି କରିକି ଇସ୍ତଫା ଦେଇ ସାରିଲେଣି ସେତେବେଳେ ଆଉ ଆମେ ତାଙ୍କ ସହିତ ଆଲୋଚନା କରିବା ଅର୍ଥ ଏଇଟା ବୃଥା। ଯିଏ କହୁଛନ୍ତି ଯାଇକି ତାଙ୍କ ସହିତ ଆଲୋଚନା କର, ମୁଁ ସେଥିରେ ସହମତ ନୁହେଁ। ସେ ଯଦି ଇସ୍ତଫା ନ ଦେଇଥାନ୍ତେ ତାହେଲେ ମୁଁ ତାଙ୍କ ଘର କାହିଁକି, ସେ ଯୋଉଠି କହିଥାନ୍ତେ ମୁଁ ମଧ୍ୟ ଯାଇକି ତାଙ୍କ ପାଖକୁ ଯାଇଥାନ୍ତି। ଆପଣ ଦେଖିବେ ମେଜରିଟି ସରପଞ୍ଚ ସମିତି ସଦସ୍ୟ ବିଜେଡି ସହିତ ରହିବେ, କାରଣ ବିଜେଡିକୁ ସେମାନେ ଭଲ ପାଆନ୍ତି ଏବଂ ନବୀନ ପଟ୍ଟନାୟକ ସରକାର ସମୟରେ ପ୍ରତ୍ୟେକ ପଞ୍ଚାୟତରୁ ଯେଉଁ ବିକାଶ ଘଟିଛି, 50 ଲକ୍ଷ ଟଙ୍କାର କାର୍ଯ୍ୟକ୍ରମ ସେମାନେ କରିଛନ୍ତି। ଆଉ ଯେଉଁ ସମ୍ମାନ ପାଇଥିଲେ ନବୀନ ବାବୁ ସମୟରେ ସରପଞ୍ଚ ମାନେ ଗୋଟେ ଗୋଟେ ମୁଖ୍ୟମନ୍ତ୍ରୀ, ଯେତେବେଳେ କରୋନା ହେଇଥିଲା ସେତେବେଳେ ଆପଣ ଜାଣିଛନ୍ତି ତାଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଗଲା। ତାକୁ ଛାଡ଼ିଲା ପରେ ମଧ୍ୟ ନବୀନ ବାବୁ କହିଲେ ଯେ ପଞ୍ଚାୟତ ହେଉଛି ସବୁଠାରୁ ଗଣତାନ୍ତ୍ରିକ ବ୍ୟବସ୍ଥାର ମାନେ ଆଗୁଆ କାର୍ଯ୍ୟକ୍ରମ। ଏଇଠି ଖାଲି ଆପଣ ଦେଖନ୍ତୁ, ଏଇ ଯେଉଁ ସରପଞ୍ଚ ସମିତି ଏବେ ଅନୁଭବ କରୁଛନ୍ତି, ଏ ସରକାର କ'ଣ ଦେଖିଲେ
ନା କ୍ଷମତା ତାଙ୍କର ସଂକୁଚିତ ହଉଛି, ଚେୟାରମ୍ୟାନର କ୍ଷମତା ସଂକୁଚିତ ହଉଛି, ସେଥିପାଇଁ ସେ ଆନ୍ଦୋଳନ କରିଥିଲେ। କିନ୍ତୁ ଆମ ସମୟରେ ତାଙ୍କୁ କ୍ଷମତା ଅଧିକ ଦିଆହଉଥିଲା, ତାଙ୍କର ସ୍ୱାଧୀନତା ଅଧିକା ଦିଆହଉଥିଲା। ମହିଳା ମୋଟାମୋଟି ସାର୍ ଆଜି ଯୋଉ ମିଟିଂ ହେଲା ଫଳାଫଳ ସାର୍ କଣ ଆପଣ ଶୁଣନ୍ତୁ, ଫଳାଫଳ ବିଜୁ ଜନତା ଦଳ ସକ୍ରିୟ ଅଛି ଏବଂ ରହିବ, ଏବଂ ନବୀନ ପଟ୍ଟନାୟକ ନେତୃତ୍ୱରେ ଯାହା ନିର୍ଦ୍ଦେଶ ଆସିବ ତାକୁ କାର୍ଯ୍ୟକାରୀ କରାଯିବ ଏବଂ ଆମର ଉଦ୍ୟମ ଜାରି ରହିବ। ବିଜୁ ଜନତା ଦଳ ନବୀନ ବାବୁଙ୍କ ସମୟରେ 2020 ମସିହାରେ ଯେଭଳି 1 ନମ୍ବର ଦଳ ଥିଲା, ସେଇଭଳି ଭଦ୍ରକରେ ବିଜୁ ଜନତା ଦଳକୁ 1 ନମ୍ବର କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଆମେ ଆଶା କରୁଛୁ ଆମର କର୍ମୀ ଭାଇ ଭଉଣୀମାନେ ନିଶ୍ଚିତ ସହଯୋଗ ଦେବେ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନ ତାକୁ ପ୍ରମାଣ କରାଇବ ଯେ ଆମେ 1 ନମ୍ବର ଦଳ କି ନୁହେଁ। ଆଜି ସାର୍ ହୋ ହଲ୍ଲା ହେଲା, ପାଟିତୁଣ୍ଡ ହେଲା ମିଟିଂ ଶେଷ। ଗୋଟେ ମିଟିଂ ହେଲେ ଆପଣ ଜାଣିଛନ୍ତି, ଯଦି ହୋ ହଲ୍ଲା ନ ହୁଏ ଜଣା ପଡ଼େ ନା ଯେ ଏଠି ଯୁବକ ଅଛନ୍ତି। ଆମେ ସବୁ ବୟସ୍କ ହେଇଗଲୁଣି, ଆମକୁ ଆପଣ ଯାହା କହିଲେ ବି ଆମେ ସହିଯାଉଛୁ, କିନ୍ତୁ ଯୁବକମାନେ ଏଭଳି ପଦ କହିଲେ ସେମାନେ ରିଏକ୍ଟ କରୁଛନ୍ତି। ଏଥିରେ କୌଣସି ହୋ ହଲ୍ଲା ନାହିଁ। ହୋ ହଲ୍ଲା ଦ୍ୱାରା କାହା ଭିତରେ କାହାର ଅନ୍ତର ଭାଙ୍ଗି ନାହିଁ ଏବଂ ଆମେ ମଧ୍ୟ ବି ସବୁବେଳେ ଚେଷ୍ଟା କରୁଛୁ ଯେ ଯେହେତୁ ଆମର ବୈଠକ ଗୋଟେ ହେଇଗଲା ଏବଂ ଯୁବକମାନେ ବି ତା ଦେହରେ ପଶି ଆସିଲେ ଏବଂ ଯୁବକମାନେ ମଧ୍ୟ ବି ଟିକେ ସେମାନେ ମଧ୍ୟ ଯେ ଯେଉଁମାନେ ଦଳ ବିରୁଦ୍ଧରେ କିଛି କାର୍ଯ୍ୟକ୍ରମ କରୁଛନ୍ତି, କିଛି ଆଭାସ ପାଉଛନ୍ତି, ସେଥିରେ ସେ ଟିକେ ରିଏକ୍ଟ କରୁଛନ୍ତି, ଯେଉଁଟାକୁ ଆମେ କହିଛୁ ପ୍ରମାଣ ଆଣି ସାରିଲା ପରେ ଆମେ ନବୀନ ବାବୁ ପାଖରେ ଯାଇ, ରାଜ୍ୟ ସଭାପତିଙ୍କ ପାଖରେ ଯାଇ ଆମେ ତାକୁ ଉପସ୍ଥାପନ କରିବା ଯେ ଯେଉଁମାନେ ବଡ଼ ବଡ଼ ନେତା ଅଛନ୍ତି ସେମାନେ କିଭଳି ଭାବରେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ତାର ପ୍ରମାଣ ଆପଣ ନିଅନ୍ତୁ। ଆପଣ ଭଦ୍ରକ ନିର୍ବାଚନ ମଣ୍ଡଳୀର ନେତା, କିନ୍ତୁ ଭଣ୍ଡାରୀପୁର ବିଧାୟକ ଭଦ୍ରକ ନିର୍ବାଚନ ମଣ୍ଡଳ ତ ଏମ୍ଏଲ୍ଏ ମାନଙ୍କୁ ଡାକି ବାସଭବନ ହଠାତ୍ ଆପଣଙ୍କ ଅଗୋଚରରେ ମିଟିଂ ଆପଣ କଲେ, ଆପଣଙ୍କୁ ଜଣାଇଥିଲେ ନା ଆପଣ ଅଗୋଚରରେ ମିଟିଂ ହେଇଥିଲା? ଆପଣ ଶୁଣନ୍ତୁ, ସେ ମିଟିଂରେ ମୁଁ ଜାଣିନାହିଁ। ଏକ ମୁଁ ମଧ୍ୟ ଆଜି ଆପଣ ଥିଲେ କି ନାହିଁ ମୁଁ ଜାଣିଲା, ମୁଁ ମଧ୍ୟ ଆମ ଆଜିକା ମିଟିଂରେ କହିଛି କୌଣସି ମିଟିଂ କାହା ଘରେ ହେଇପାରିବ ନାହିଁ। ଏଟା ଆମ ସଭାପତିଙ୍କ ନିର୍ଦ୍ଦେଶ। ଯୋଉ ମିଟିଂ ହବ ଦଳୀୟ ଅଫିସରେ ହବ, ପ୍ରଫୁଲ୍ଲ ସାମଲ ଘରେ ହେଇପାରିବନି। ଆଉ ଯୋଉ ଘରେ ଯୋଉମାନେ କରିବେ ଦଳୀୟ ମିଟିଂ ନାଁରେ, ସେ ମିଟିଂ ଦଳୀୟ ନୁହେଁ, ବରଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୋକଜ କରାଯିବ। ତମେ କିନ୍ତୁ ଦଳ ମିଟିଂଟା ନିଜ ଘରେ ଡାକୁଛ। ଆପଣ ଜାଣିନଥିଲେ ସେ ମିଟିଂ ଯୋଉଟା ହେଇଥିଲା ମତେ କିଏ କହିନାହାନ୍ତି।